ରଞ୍ଜିତ ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ସମୟ ଅପେକ୍ଷମାଣ ନୁହେଁ, ତାର କରାଳ ଗର୍ଭରେ ସବୁକିଛି ଲୀନ ହୋଇଯାଏ। ପ୍ରତ୍ୟେକ ବିଲୀନ ବସ୍ତୁ ସୃଷ୍ଟି କରେ କେତୋଟି ବୁଦ୍ବୁଦ। ଅନେକ ବୁଦ୍ବୁଦ ସେହି ସମୟ ସ୍ରୋତରେ ହଠାତ୍ ଲୀନ ହୋଇଯାଏ ତ କେତେକ ବଞ୍ଚି ରହେ କିଛି କ୍ଷଣ ପାଇଁ। ଐତିହାସିକ, କବି, ଲେଖକ ସେହି ବୁଦ୍ବୁଦଗୁଡ଼ିକ ମନ ଭିତରେ ସାଇତି ରଖି ହୃଦୟର ଭାଷାରେ ରୂପ ଦେଇ ପ୍ରକାଶ କରନ୍ତି, ଆଉ ସେସବୁ ବଞ୍ଚି ରହେ ଯୁଗ ଯୁଗ ପାଇଁ। ଆମେ ତାକୁ ଇତିହାସର ଆଖ୍ୟା ଦେଇଥାଉ। ସେମିତି ସ୍ରୋତ ପଛରେ ଛାଡ଼ି ଦେଇଗଲା ପଞ୍ଚଦଶ ଶତାବ୍ଦୀକୁ, କିନ୍ତୁ ଉଜ୍ଜୀବିତ ହୋଇ ରହିଗଲା ସାରଳା ସାହିତ୍ୟ ଯୁଗ ଯୁଗ ଲାଗି। ପ୍ରଥମ ଲିଖିତ ସାହିତ୍ୟ ପରେ ଆଉ କିଛି ସୃଷ୍ଟି ହୋଇପାରିଛି କି ନାହିଁ, ସେ କଥା ଇତିହାସକୁ ଜଣା। ଷୋଡ଼ଶ ଶତାବ୍ଦୀ ବେଳକୁ ଭାଷା ସାହିତ୍ୟର ଉନ୍ନତି ହୋଇଥିଲେ ହେଁ ଭକ୍ତି ଯୁଗର ପଞ୍ଚସଖାଙ୍କ ଉପରେ କିଛିଟା ପ୍ରଭାବ ଥିଲା। ସେ ପ୍ରଭାବର ସଂକେତ ମିଳେ ତତ୍ତ୍ୱଦର୍ଶୀ ଭକ୍ତ କବି ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣରେ। ତାଙ୍କ ଜୀବନୀ ଏକ ବିସ୍ମୟ, ହେଲେ କାହିଁକି ସେ ବିସ୍ମୟ, ଏ କଥା ଜାଣିବାର ଆବଶ୍ୟକତା ରହିଛି। ଆମେ ଯଦି ଇତିହାସ ଖୋଜିବା, ଦେଖିବା ବଙ୍ଗରେ କୃତିବାସ ଯେପରି, ଉତ୍ତର ଦେଶରେ ତୁଳସୀଦାସ ଯେପରି, ଦକ୍ଷିଣରେ ଭାସ୍କର ଯେପରି, ଓଡ଼ିଶାରେ ବଳରାମ ଦାସ ସେହିପରି। ବସ୍ତୁତଃ ଏହାଙ୍କୁ ଉତ୍କଳର ବାଲ୍ମୀକି କହିଲେ ଅସମୀଚୀନ ହେବ ନାହିଁ। ଷୋଡ଼ଶ ଶତାବ୍ଦୀ ଗଜପତି ପ୍ରତାପ ରୁଦ୍ରଙ୍କ ରାଜତ୍ୱ। ସେ ସମୟରେ ଯେଉଁ 5 ଜଣ ମହାନ ସାଧନ ଶୂନ୍ୟବାଦୀ ତଥା କବି ନିଜ ନିଜ ଲେଖନୀ ମୁନରେ ଅନେକ ଭକ୍ତିମୂଳକ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ସମ୍ବଳିତ ଶରୀର ତତ୍ତ୍ୱମୂଳକ ଅନେକ ଗୀତି କବିତା ରଚନା କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ, ସେମାନଙ୍କୁ ପଞ୍ଚସଖା କୁହାଯାଉଥିଲା। ସେମାନଙ୍କର ଚିତା ଓ ଭେକରେ ଭିନ୍ନତା ଥିଲେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଅଣାକାର ରୂପରେ ପରିକଳ୍ପନା କରି ଶୂନ୍ୟବାଦୀ ଚିନ୍ତାଧାରାକୁ ଗୀତି କବିତା ମାଧ୍ୟମରେ ପ୍ରକାଶ କରି ତାର ପ୍ରଚାର ଓ ପ୍ରସାର କରି ଚାଲିଲେ। ସେମାନଙ୍କ ଭାବଧାରା ସମ୍ପର୍କରେ କୁହାଯାଇଛି, ଆଗମ ଭାବ ଜାଣେ ଯଶୋବନ୍ତ, ଗାର କଟା ମନ୍ତ୍ର ଜାଣେ ଅନନ୍ତ, ଆଗତନାଗତ ଅଚ୍ୟୁତ ଭଣେ, ବଳରାମ ଦାସ ତତ୍ତ୍ୱ ବଖାଣେ, ଭକ୍ତିର ଭାବ ଜାଣେ ଜଗନ୍ନାଥ, ପଞ୍ଚସଖାଏ ଓଡ଼ିଶା ମହନ୍ତ। ଏହି ଉକ୍ତିଟି ସୂଚାଇ ଦିଏ ଯେ ବଳରାମ ଦାସଙ୍କ ଲେଖାରେ ଅନେକ ବସ୍ତୁର ତାତ୍ତ୍ୱିକ ବିଶ୍ଳେଷଣ କରାଯାଇଛି, କିନ୍ତୁ ଅନେକ ସ୍ଥାନରେ କଥାଟିକୁ ସିଧାସଳଖ ନ କହି ବୁଲେଇ ବଙ୍କେଇ କହିଥିବାରୁ ସାଧାରଣ ଲୋକେ ତାର ତାତ୍ତ୍ୱିକ ଭେଦ ବୁଝିପାରନ୍ତି ନାହିଁ। କେବଳ ସେଇ ଗୀତିଧର୍ମୀ କବିତାଗୁଡ଼ିକ ସ୍ୱର ଓ ତାଳରେ ଗାୟନ କରି ଭକ୍ତିରସରେ ବୁଡ଼ି ରହନ୍ତି। ବର୍ତ୍ତମାନ ବଳରାମଙ୍କ ଜୀବନୀ ଓ ଦାଣ୍ଡି ରାମାୟଣ ବିଷୟରେ ଏ ମାଟିର ଇତିହାସ ଭିତରେ ଥିବା ସାହିତ୍ୟର ଇତିହାସ କ'ଣ କହୁଛି, ଆସନ୍ତୁ ଶୁଣିବା।
ବଳରାମ ଦାସଙ୍କ ଜୀବନୀ ସମ୍ପର୍କରେ ବେଶୀ କିଛି ଉପାଦାନ ନଥିଲେ ମଧ୍ୟ ତାଙ୍କ ରଚିତ ଗୁପ୍ତ ଗୀତା ଓ ରାମଦାସକୃତ ଦାଢ଼୍ୟତା ଭକ୍ତିରୁ କିଛି ଆଭାସ ମିଳିଥାଏ। ଭକ୍ତ ବଳରାମ ଏବଂ ମତ୍ତ ବଳରାମ ଏକ ନୁହନ୍ତି, ଦୁଇ ଜଣ ବୋଲି କେତେକ ମତ ଦେଉଥିଲା ବେଳେ ଆଉ କେତେକ ତାର ବିରୋଧ କରନ୍ତି। ସେ ଦ୍ୱନ୍ଦ୍ୱ ଭିତରେ ପଶିବା ଅନାବଶ୍ୟକ। ଦାଢ଼୍ୟତା ଭକ୍ତି ଅନୁସାରେ ବଳରାମ ଜାତିରେ କରଣ। ସେ ବୈଷ୍ଣବ ମତାବଲମ୍ବୀ। ସେ ପୁରୁଷୋତ୍ତମ କ୍ଷେତ୍ରରେ ବସବାସ କରୁଥିଲେ। ତାଙ୍କ ବାପାଙ୍କ ନାମ ଥିଲା ମହାପାତ୍ର ସୋମନାଥ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଜମ୍ବୁ। କିନ୍ତୁ ସେ ନିଜକୁ ସୋମନାଥଙ୍କ ଶିଷ୍ୟ ବୋଲି କହିଛନ୍ତି। ତାଙ୍କ ଆତ୍ମବିବରଣୀ ଦେଇ ତାଙ୍କ ରଚିତ ଗୁପ୍ତ ଗୀତାରେ ଯାହା ଲେଖିଛନ୍ତି ତାହା ଅଲୌକିକ ପରି ମନେ ହୁଏ। ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜନ୍ମ ଜନ୍ମାନ୍ତର କଥା କହିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ବର୍ଣ୍ଣନା ଅନୁସାରେ ତାଙ୍କ ନନ୍ଦନ ହେଉଛନ୍ତି ପ୍ରଦ୍ୟୁମ୍ନ। ଅନିରୁଦ୍ଧ ପ୍ରଦ୍ୟୁମ୍ନଙ୍କ ପୁତ୍ର ରୂପେ ଜନ୍ମଲାଭ କରି ଅଳ୍ପ ବୟସରେ କ୍ଷୟ ହେବ। ଭଗବାନ ନିଜେ କଳିଯୁଗରେ ଦାରୁବ୍ରହ୍ମ ଜଗନ୍ନାଥ ହୋଇ ପୂଜିତ ହେବେ। ସେ ସମୟରେ ରାଜା ଥିବେ ପ୍ରତାପରୁଦ୍ର ଦେବ। ତାଙ୍କର ଜଣେ ପାତ୍ର ସୋମନାଥଙ୍କ ଘରେ ଅନିରୁଦ୍ଧ ଜନ୍ମ ନେବେ। ତାହାର ନାମ ବଳରାମ ହେବ। ଶୂଦ୍ର କୂଳରେ ଜନ୍ମ ହେଲେ ବି ସେ ହେବ ବୈଷ୍ଣବପଣରେ ଅତି ନିପୁଣ। ତାଙ୍କ ପିତା ବୈଷ୍ଣବ ଥିବାରୁ ବୈଷ୍ଣବ ଧର୍ମର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ଏହି ବୈଷ୍ଣବ ତତ୍ତ୍ୱ ବିଷୟରେ ସେ ଅନେକ କଥା କହିଥିବାରୁ ଲୋକେ ତାଙ୍କୁ ଗୋସେଇଁ ବୋଲି କହୁଥିଲେ। ଏଥିରେ କ୍ଷୁବ୍ଧ ହୋଇ ବ୍ରାହ୍ମଣମାନେ ରାଜାଙ୍କ ନିକଟରେ ଅଭିଯୋଗ ବାଢ଼ିଲେ ଏବଂ ଗୀତା ତତ୍ତ୍ୱ ଉପରେ ଆଲୋଚନାରେ ଭାଗ ନେବା ପାଇଁ ବଳରାମଙ୍କୁ ବାଧ୍ୟ କରାଗଲା। ଯେହେତୁ ସେ ଅନିରୁଦ୍ଧ ଜଗନ୍ନାଥଙ୍କ ସାଙ୍ଗରେ ସାମ୍ନାସାମ୍ନି କଥା ହୋଇପାରୁଥିଲେ, ରାତିର ନୀରବତାରେ ଜଗନ୍ନାଥଙ୍କୁ ଧ୍ୟାନ କରନ୍ତେ ଠାକୁରେ ତାଙ୍କୁ ନିର୍ଭୟ ଦେଇ କହିଲେ, କିଛି ଚିନ୍ତା ନ କରି ସୁଖ ନିଦ୍ରାରେ ଶୋଇଯା। କାଲି ଆଲୋଚନା ସଭାରେ ତୋ କଣ୍ଠରେ ମୁଁ ବସି ସବୁ ତୋ ପାଟିରେ କୁହାଇବି। ଯଥାର୍ଥତଃ ବଳରାମଙ୍କ ଗୀତା ତତ୍ତ୍ୱ ଆଲୋଚନାରେ ସମସ୍ତେ ସ୍ତବ୍ଧ ହୋଇଗଲେ ଏବଂ ଗଜପତି ପଣ୍ଡିତ ବୋଲି ତାଙ୍କ ମଥାରେ ଶିରିପା ବାନ୍ଧିଲେ। ତାଙ୍କ ଜୀବନରେ ଆହୁରି ଅନେକ ଅଲୌକିକ ଘଟଣା ଘଟିଛି। ଆସନ୍ତୁ ଶୁଣିବା। ପ୍ରଭୁ ଜଗନ୍ନାଥଙ୍କ ନାମ ଗାନର ତଲ୍ଲୀନତା ତାଙ୍କ ଅସ୍ମିତାକୁ ଭୁଲାଇ ଦିଏ। ହେଲେ ମା ମହାଲକ୍ଷ୍ମୀଙ୍କ ସହିତ ତାଙ୍କର ଆଦୌ ପଡ଼େ ନାହିଁ। ସେ ତାଙ୍କୁ ଟେରି ବୋଲି କହି ଗାଳି ଦିଅନ୍ତି। ଲକ୍ଷ୍ମୀ ରୋଷ କଲେ ତାଙ୍କୁ ହସରେ ଉଡ଼େଇ ଦିଅନ୍ତି। ସେ ବୁଝିଛନ୍ତି ମାଆର ଗାଳି ଦାଣ୍ଡର ଧୂଳି ସହିତ ସମାନ। ସମୟକ୍ରମେ ବଳରାମ ସର୍ବହାରା ହେଲେ ମଧ୍ୟ ଜଗନ୍ନାଥଙ୍କୁ ଛାଡ଼ି ନାହାନ୍ତି, କିଛି ମାଗି ନାହାନ୍ତି। ଦିନେ ବାପା ମାଙ୍କର ଯୁଗଳ ମୂର୍ତ୍ତିକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ଇଚ୍ଛା କରି ମନ୍ଦିର ଭିତରେ ଲୁଚି ରହିଲେ। ଦେବକୂଟ ମାୟାକୁ ହାତ କାହାର ଅଛି। ସେଦିନ ଥାଏ ଗୁରୁବାର, ପ୍ରଭୁଙ୍କର ଏକାନ୍ତର ଦିନ। ପ୍ରଭୁ ଓ ମା ଲକ୍ଷ୍ମୀ ପହୁଡ଼ ଯିବା ପୂର୍ବରୁ ମାଜଣା ମଣ୍ଡପରେ ବସି କଥାବାର୍ତ୍ତା ହେଉଥାନ୍ତି। ବଳରାମଙ୍କ ନିଦ ଭାଙ୍ଗିଗଲା। ଚାରିଆଡ଼ ସୁନସାନ। ମନ୍ଦିର ମୁଦ ସରିଛି। ଯିବେ କେମିତି? ଦେଖିଲେ ଦକ୍ଷିଣ ଦ୍ୱାର ଖୋଲା ଅଛି। ସେହି ବାଟେ ବାହାରିଲା ବେଳକୁ ବାପା ଆଉ ମାଙ୍କୁ ଏକ ସଙ୍ଗରେ ଦେଖି ସାଷ୍ଟାଙ୍ଗ ହେଲେ। କିନ୍ତୁ ମା ଲକ୍ଷ୍ମୀ ବଳରାମର ଏ ବ୍ୟବହାରରେ କ୍ରୋଧିତ ହୋଇ ଅଭିଶାପ ଦେଲେ, ତୁ ଶ୍ରୀକ୍ଷେତ୍ରରେ ମରିପାରିବୁନି। ଏମିତି ଅପନ୍ତରା ସ୍ଥାନରେ ମରିବୁ, ତତେ କେହି ଦେଖିପାରିବେନି। ଏ ଅଭିଶାପକୁ ହସରେ ଉଡ଼ାଇ ଦେଲେ ବଳରାମ। ପ୍ରଭୁ କିନ୍ତୁ ନୀରବ। ତାଙ୍କ ମାୟାରେ ଦ୍ୱାର ଖୋଲିଗଲା। ବଳରାମ ଚାଲିଗଲେ। ତା ପରଦିନ ସକାଳେ ଦେଉଳ ଖୋଲିଲା ବେଳକୁ
ପ୍ରଭୁଙ୍କ ପଲଙ୍କ ପାଖରେ ବଳରାମଙ୍କ ଦୋଷ ଡାଟି ପଡ଼ିଛି। ସେବକମାନେ ରାଜାଙ୍କ ଆଗରେ ଫେରାଦି ହୋଇ ବଳରାମଙ୍କ ଚରିତ୍ର ବିରୋଧରେ ଅନେକ କଥା କହିଲେ। ତେଣୁ ରାଜା ତାଙ୍କୁ ନିର୍ବାସନ ଦଣ୍ଡ ଦେଲେ। ଶ୍ରୀକ୍ଷେତ୍ର ଛାଡ଼ି ପ୍ରଭୁଙ୍କ ଭଜନ ଗାଇ ଗାଇ ଲକ୍ଷ୍ୟହୀନ ଭାବରେ ଯାଉ ଯାଉ ପହଞ୍ଚିଗଲେ ନିଜ ଗାଁ ଶଠଶଠାରେ। ଗ୍ରାମବାସୀମାନେ ତାଙ୍କର ସେବା କଲେ। ଜଗନ୍ନାଥ କିନ୍ତୁ ଛଦ୍ମ ବେଶରେ ବାଳକ ରୂପେ ଥାନ୍ତି ତାଙ୍କ ପାଖରେ। ଦେଉଳରେ ପୂଜା ହେଲା ବେଳକୁ ଚଳୁରେ ପ୍ରଭୁ ଦେଖାଯାଉନାହାନ୍ତି। ଚାରିଆଡ଼େ ଚହଳ ପଡ଼ିଗଲା। ମହାଲକ୍ଷ୍ମୀ ଏକଥା ପ୍ରଭୁଙ୍କୁ ପଚାରିବାରୁ ତାଙ୍କର ଜଣେ ପରମ ଭକ୍ତ ତାଙ୍କୁ ବିକଳ ହୋଇ ଡାକିବାରୁ ସେ ସେଠାକୁ ଚାଲିଯାଉଛନ୍ତି ବୋଲି କହିଲେ। ରାଜାଙ୍କ ଅବିଚାର ପାଇଁ ସ୍ୱପ୍ନାଦେଶ ହେବାରୁ ରାଜା ବିକଳ ହୋଇ ବଳରାମଙ୍କୁ ଆଣିବା ପାଇଁ ଚାଲିଲେ। ସେତେବେଳକୁ ସବୁକିଛି ସରିଯାଇଥିଲା। ଅସୁସ୍ଥତା ହେତୁ ସେ ଆଉ ଆସିବା ଅବସ୍ଥାରେ ନଥିଲେ। ନିରାଶ ହୋଇ ଫେରିଲେ ଗଜପତି। ପହଞ୍ଚିଲେ ଲକ୍ଷ୍ମୀନାରାୟଣ। ବଳରାମ ହାତ ଟେକି ପ୍ରଣାମ କଲେ। ଲକ୍ଷ୍ମୀ କହିଲେ, ଦେଖିଲୁ ଦେଖିଲୁ ବଳରାମ, ମୋ ଅଭିଶାପ କେମିତି ଫଳିଲା। ଶୁଖିଲା ହସଟି ହସି କହିଲେ, ମା, ମୁଁ ତତେ ଟେରି ବୋଲି କହୁଥିଲି। ମୁଁ ଦେଖୁଛି ତୁ ଅନ୍ଧୁଣୀ ହେଇଯାଇଛୁ। ମୋ ପ୍ରଭୁ, ତୁ ଆଉ ଗଜପତି ନଥିଲେ ଶ୍ରୀକ୍ଷେତ୍ରଟା ଗୋଟେ ମଶାଣୀ। ଏଠିକି ଗଜପତି ଆସିଲେ, ବାପା ଆସିଲେ, ତୁ ଆସିଲୁ। ଏଇଟା ମୋ ପାଇଁ ଶ୍ରୀକ୍ଷେତ୍ର। ଆଖି ଦୁଇଟି ଆପେ ଆପେ ମୁଦି ହେଇଗଲା। ଆତ୍ମା ଲୀନ ହେଇଗଲା ପ୍ରଭୁଙ୍କ ଦେହରେ। ଏମିତି ଅନେକ ଆଖ୍ୟାୟିକା ଅଛି ବଳରାମଙ୍କ ନାମରେ। କଳଙ୍କିତ ଚରିତ୍ର, ହେଲେ ସେ ଜଗନ୍ନାଥଙ୍କ ସନ୍ତାନ। ଏଥର ତାଙ୍କ ସାହିତ୍ୟ ଦିଗକୁ ଯିବା। ଓଡ଼ିଶାର ବାଲ୍ମୀକି ବଳରାମ ଦାସଙ୍କ ରାମାୟଣକୁ ଦାଣ୍ଡି ରାମାୟଣ କୁହାଯାଏ। ଓଡ଼ିଆ ବା ପ୍ରାକୃତ ଭାଷାରେ ଜଣେ ଶୂଦ୍ର ରାମାୟଣ ଲେଖିଥିବାରୁ ସେ ହେଲେ ଘୃଣାର ପାତ୍ର। ସେ ରାମାୟଣ ପାଠ କରିବାକୁ କାହାରିକୁ ସୁଯୋଗ ଦିଆଯାଉନଥିଲା। ତଥାପି ଗାଁ ଗହଳିରେ ତାର ଆଦର ବଢ଼ିଲା। ବଳରାମ ଦାସଙ୍କ ରାମାୟଣ ସଂସ୍କୃତ ରାମାୟଣର ଖାଣ୍ଟି ଅନୁବାଦ ନୁହେଁ କି ସେ ଛନ୍ଦ ଲୟରେ ଲେଖାଯାଇ ନଥିଲା। ସାରଳା ଦାସଙ୍କ ଭାଷା ଅପେକ୍ଷା ବଳରାମଙ୍କ ରାମାୟଣର ଭାଷା ଉନ୍ନତତର ହେଲେ ବି ସେଥିରେ କେତେକ ଅପ୍ରଚଳିତ ଶବ୍ଦାବଳୀ ରହିଛି। ରାମାୟଣ ବ୍ୟତୀତ ସେ ଗୁପ୍ତଗୀତା, ବ୍ରହ୍ମାଣ୍ଡ ଭୂଗୋଳ ପ୍ରଭୃତି ଅନେକ ତାତ୍ତ୍ୱିକ କାବ୍ୟ ରଚନା କରିଥିଲେ ମଧ୍ୟ ଦାଣ୍ଡି ରାମାୟଣ ତାଙ୍କର ସର୍ବଶ୍ରେଷ୍ଠ କୃତି। ତେଣୁ ସେ ତାକୁ ମହାନାଟକ ବୋଲି କହିଛନ୍ତି। ପୁଣି ଜଗମୋହନ ରାମାୟଣ ବୋଲି କହିଛନ୍ତି। ଆଦିକବି ସାରଳା ଦାସଙ୍କ ଭାଷାର ସରଳ ଓ ସୌନ୍ଦର୍ଯ୍ୟ ବଳରାମ ଦାସଙ୍କ ରାମାୟଣରେ ପ୍ରକ୍ଷିପ୍ତ ହୋଇଥିବାର ଜଣାଯାଏ। ଏ ଦୃଷ୍ଟିରୁ ବିଚାର କଲେ ବଳରାମ ଦାସଙ୍କ ଜଗମୋହନ ରାମାୟଣ କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ମାଇଲଖୁଣ୍ଟ। ଯେପର୍ଯ୍ୟନ୍ତ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ ଲୋକମାନଙ୍କ ହୃଦୟ ସିଂହାସନ ମଣ୍ଡନ କରିଥିବ, ସେ ପର୍ଯ୍ୟନ୍ତ ବଳରାମ ଦାସ ଲୋକମାନଙ୍କ ହୃଦୟ କନ୍ଦରରେ ସଞ୍ଜୀବିତ ହୋଇ ରହିଥିବେ।